ଆଜି ମୋର ଟିକେ କାମ ପଡ଼ିଲା ବୋଲି ମୁଁ ଏଇ ବର୍ଷାରେ ବି ବାହାରି ଆସିଥିଲି ଭୁବନେଶ୍ଵର। ନ ଆସିଲେ ଆଉ ହବନି, ବହୁତ ଅର୍ଜେଣ୍ଟ ଥିଲା କାମଟା। ତ ବସରେ ଭାଇ ବର୍ଷାରେ ବି ଏତେ ଭିଡ଼, ଆଉ କଣ କରିବା, ଲାଷ୍ଟକୁ ଠିଆ ହେଇ ହେଇ ଆସିବାକୁ ପଡ଼ିଲା। ତାପରେ ଭୁବନେଶ୍ୱରରେ ଟ୍ରାଫିକ, ଯୋଉଠି ଆପଣ 5 ମିନିଟରେ ପହଞ୍ଚିବା କଥା ସେଠି ଆପଣ ଯାଇକି 20 ମିନିଟରେ ଆପଣଙ୍କ ମାନେ ଜାଗାରେ ଆପଣ ଯାଇ ପହଞ୍ଚିବେ। ତ ଫାଇନାଲି ମୁଁ ଆସିକି ଅଫିସରେ ପହଞ୍ଚି ଗଲିଣି। ମୋର ଆଜି ଇଣ୍ଟରଭ୍ୟୁ ଥିଲା। ତ ଚାଲନ୍ତୁ ଦେଖିବା କଣ ହଉଛି ଆଗକୁ। ବସିବା ୱେଟ୍ କରିବା କେତେବେଳେ ଡାକିବେ ଇଣ୍ଟରଭ୍ୟୁ ପାଇଁ। ବହୁତ ଛୁଆ ବି ୱେଟିଂ ଲିଷ୍ଟରେ ଥିଲେ, ତ ଯାହା ବି ହେଲେ ୱେଟ୍ କରିବାକୁ ପଡ଼ିବ। ଲଞ୍ଚ ପାଇଁ ମୁଁ ଟିକେ ପଳେଇ ଆସିଲି। ଲଞ୍ଚ ସାରିକି ପୁଣି ଆସି ୱେଟ୍ କରିବା। ଆଉ କଣ କରିବା, ତାଙ୍କ ଉପରେ ଡିପେଣ୍ଡ, ଯେହେତୁ ଆମେ ଅଫିସକୁ ଆସିଛେ ତ ୱେଟ୍ ତ କରିବାକୁ ପଡ଼ିବ। ଏମିତି ୱେଟ୍ କରି 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 ଲାଷ୍ଟକୁ ବହୁତ ଲେଟ୍ ହେଇଗଲାଣି। ଆପଣ ମୋ ଫେସ୍‌ରୁ ଜାଣିପାରୁଥିବେ କେତେ ଟାୟାର୍ଡନେସ୍ ଅଛି ଫେସ୍‌ରେ। ତ ଆଉ କଣ କରିବା, ୱେଟ୍ କରିବା ଆଉ। ତ ଟାଇମ୍ ଆସିକି ବହୁତ ଲେଟ୍ ହେଇଗଲାଣି, 7ଟା 40 ହେଲାଣି, ରାତି 7ଟା 40। ମାନେ ଭାବନ୍ତୁ, ଦିନ 11ଟାରୁ ରାତି 7ଟା 40 ହେଲାଣି, ଏପର୍ଯ୍ୟନ୍ତ ବି ଇଣ୍ଟରଭ୍ୟୁ ସରିନଥିଲା। ତ ଫାଇନାଲି 9ଟା ବେଳେ ସରିଗଲା। ତ ମୁଁ ଆସିକି ଆଉ ତ ଘରକୁ ରିଟର୍ନ କରିହବନି, ତ ଆସିକି ମୁଁ ଟିକେ ମୋ ଭଉଣୀ ଘରେ ରହିଗଲି। ତ ରାତିରେ ଆଉ କିଛି ଭିଡ଼ିଓ କରିହେଲାନି। ତ ମର୍ଣ୍ଣିଂରେ ମୁଁ ଭାବିଲି ଟିକେ କରିଦେବା ବୋଲି ଭିଡ଼ିଓ। ତ ଫ୍ରେଶ୍ ହେଇକି ମୁଁ ବାହାରି ଆସିଲି ଘରକୁ, ବା ଷ୍ଟାଣ୍ଡକୁ ପଳେଇ ଆସିଲି। ନାନା ଆସିକି ଛାଡ଼ି ଦେଇ ଗଲା। ତ ଦେଖିବା, ପୁଣି ବସ୍‌ରେ ଆମେ ବସି ସାରିଲୁ ଘରକୁ ଆସିବା ପାଇଁ। ମୋ ଫେସ୍ ଏତେ ଟାୟାର୍ଡ ଦେଖାଯାଉଥିଲା କି, ମାନେ ବଡି ତ ବହୁତ ଟାୟାର୍ଡ ହିଁ ଥିଲା। ତ ଆଉ କଣ କରିବା, ତାପରେ ଘରକୁ ମୁଁ ଫାଇନାଲି ଆସିଗଲି।